शुक्लाम्बरधरं विष्णु शशिवर्णं चतुर्भुजं प्रसन्नं वदनं ध्याये सर्वविघ्नोपशान्तये नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत् व्यासं वसिष्ठनप्तरं शक्तिपुत्रकौणसं पराशरात्मजं वन्दे सुखदातं तपोनिधि। कार्तिक महात्म्य दशम अध्याय। सोमां सम्पूज्य विधिवधवाश्चोति भक्तितः सम्प्रहस्य तदा वाक्यं जगदनुपसत्तमः। नारद मुनि अनुरागे कहन्ति पृथुराजागे शुण राजन ग्रंथ सार विष्णु को पाई जलंधर लक्ष्मी सहिते तार पुरे रहिले बांधव भावरे तेणु असुर महासुखी जगत सिरिपुरे रखी देवे खटन्ति भृत्य मते दिन बंचन्ति दुख चिते एमंते गला केते काल दिने के स्वर्गे सुरपाल सकल देवतांकु राई आंभंकु सन्निधे बसाई बासवोपाच कहन्ति देवे पुरंदर हे मुनि शुण दुख मोर कहन्ति देव पुरंदर हे मुनि शुण दुख घोर आंभर प्रभु नारायण तांक विभूति देवगण से प्रभु आंभ दुख देखी स्वदेहे वैकुंठे उपेक्षी लक्ष्मी को घेनी लक्ष्मी साई रहिले दैत्यपुरे जाई से महादैत्य जलंधर जगतनाथ तार पुर लक्ष्मी सहित रखी पुरे सर्वसंपद भोग करे से सर्व आत्मा वासुदेव आंभकु हईले अपूर्व तांक चरण सेवा बिनु किस कारण आंभ तनु धिक आंभर जस सिरी हरि भक्ति दूर करी कि प्रयोजन स्वर्ग स्थाने किंपा न गलु घोर बने तुमे तो जान महामुनि जेवण जन देह घेनी विष्णु भक्ति बिनु बंचे कोटि कुबेर धन संचे भुंजई कोटि लक्ष्मी सिरी से स्वर्ग नर्क भोग करी आंभ विचित्र से मती असुर घरे लक्ष्मीपति बंदी होइले आंभ पाई आंभर आउ सुख नाही जे जलंधर सिंधु सुत आंभको कलाहीन कृत्य प्रभुଙ୍କୁ ନେଇ ବନ୍ଦୀ କଲା ଏ କର୍ମ କାଳେ ହେ ନଥିଲା ପୂର୍ବେ ହିରଣ୍ୟାକ୍ଷ ଦନୁଦାନବ ରକ୍ଷ ଭକ୍ଷ ମଧୁକୈଟଭ ମହାବୀର ଶୂନ୍ୟ ନିଶୂନ୍ୟ ଶଙ୍ଖାସୁର ମାଳି ସୋମାଳି ମାଲ୍ୟବନ୍ତ ବହୁତ କେଶ ବଜ୍ରଦନ୍ତ ବୈଲୋଚନ ବଳିବୀର କାଳକ ଅନ୍ଧକ ଅସୁର ତ୍ରିପୁର ନାରକ ସହିତେ ଏମନ୍ତ ଦୁଷ୍ଟ ଥିଲେ ଯେତେ ସୂଚି ନମୁଚି ଜୈମ୍ବୁ ଦୈତ୍ୟ କେହି ନ କଲେ ଏତେ କୃତ୍ୟ ଦେବଙ୍କ ଦୁଃଖ ଦେଉଥିଲେ ବିଷ୍ଣୁ ମାୟାରେ ନାଶ ଗଲେ ଏ ଦୈତ୍ୟ ନାମ ଜଳନ୍ଧର ବଳେ ଜିଣିଲା ତିନି ପୁର ଯେ ପ୍ରଭୁ ଦୁଷ୍ଟ ଦର୍ପହରେ ତାଙ୍କୁ ରଖିଲା ନେଇ ଘରେ ଆଉ ତୁମ୍ଭଙ୍କୁ କିସ ଗତି ଏକା ଅଛନ୍ତି ଉମାପତି ତାହାଙ୍କୁ କଲେ ଆରାଧନ ଦାନବ କରିଲେ ଦଳନ ଏକଥା ହୁଅଇ ଯେମନ୍ତେ ଭମୁନି ଭିଆଅ ତୁରିତେ ଏମନ୍ତ କହି ସୁନାସିର ନମିଲା ମୁନିଙ୍କ ପୟର ଶୁଣ ରାଜନ ଚୂଡ଼ାମଣି ବାସବ ବାକ୍ୟ ଆମ୍ଭେ ଶୁଣି ସର୍ବଦେବଙ୍କ ସିଉକାରେ ଗଲୁ ଯେ ଜଳନ୍ଧର ପୁରେ ସିନ୍ଧୁ ନନ୍ଦନେ ସଭା ତଳେ
ପ୍ରବେଶ ହେଲୁ ଶୁଭ ବେଳେ। ଆମ୍ଭଙ୍କୁ ଦେଖି ଦୈତ୍ୟ ରାଜା ବିଶେଷ କଲା ପାଦ ପୂଜା। ସନ୍ନିଧେ ବସାଇ ଆସନେ ପୁଛଇ କମଳ ବଚନେ। ଭମୁନି ବର କାହିଁଥିଲ ମୋ ପୁରେ କି କାର୍ଯ୍ୟ ଅଇଲ। କାହିଁ ଦେଖିଛ କି ସରିତି ମୋ ଆଗେ କହ ମହାଜତି। ମୁନି ବୋଇଲେ ଶୁଣ ରାୟେ ଯେ ସ୍ଥାନେ ଶଙ୍କର ବିଜୟେ। ନାମ ତା କପିଳାସଗିରି ସକଳ ଗୁଣ ମୁଖୁସିରି। କିଏ ବା ଦେବା ପଟାନ୍ତର ଶତ ଯୋଜନା ଉଚ୍ଚ ଜାର। ଏହି ପ୍ରକାରେ ଦୀର୍ଘ ପ୍ରତି ଧବଳ ବର୍ଣ୍ଣ ଦିବ୍ୟ ଜ୍ୟୋତି। ବିବିଧ ବର୍ଣ୍ଣ ତରୁବର କଳ୍ପବୃକ୍ଷ ହିଁ ପଟାନ୍ତର। ଅମଳ ପୁଷ୍ପ ନିରନ୍ତରେ ଅମୃତ ତୁଲ୍ୟ ଫଳ ଧରେ। ସୁନନ୍ଦା ନାମେ ବହେ ନଦୀ ସ୍ନାନ ଅଶେଷ ପାପ ଛେଦି। ପଶୁ ପତଙ୍ଗ ଆଦି ପକ୍ଷୀ ଯେ ସେବନେ ଦୁଃଖକୁ ଉପେକ୍ଷୀ। ସିଦ୍ଧ କିନ୍ନର ଯକ୍ଷ ଗଣେ ଯହିଁ ବସନ୍ତି ଅନୁକ୍ଷଣେ। ସର୍ବେ ତ ବସନ୍ତି ତୋ ସମନେ ଶିବ ଗୌରୀ ପରଶନେ। ହରଷ ଜାତ ଅନୁକ୍ଷଣେ ସୁଖେ ବଞ୍ଚନ୍ତି ଶିବ ଗଣେ। ସର୍ବେ ବସନ୍ତି ତୋ ସମନେ ଶିବ ଗୌରୀ ପ୍ରସନ୍ନେ। ହରଷ ଜାତ ଅନୁକ୍ଷଣେ ସୁଖେ ବଞ୍ଚନ୍ତି ଶିବ ଗଣେ। ଆମ୍ଭେ ଯେ ବନେ ଦୀନା କେତେ ବଞ୍ଚିଲୁ ଶଙ୍କର ସଙ୍ଗତେ। ତହୁଁ ସ୍ୱର୍ଗକୁ ଯାଇଥିଲୁ ଆଜତପୁରକୁ ଆଇଲୁ। ନାରଦ ବଦନୁ ମନ୍ତ ଏ ବାଣୀ ସାଗର ସୁତ କର୍ଣ୍ଣେ ଶୁଣି। ପୁଣି ପୁଛଇ ତୋ ସମନେ ଭମୁନି କହ ପରଶନେ। ତୁମ୍ଭଙ୍କୁ ପୁଛଇ ଏମନ୍ତ ଈଶ୍ୱର ସମ୍ପଦ ଯାବତ। ମୋହ ସମ୍ପଦେ ସମ କଲେ କେଥି ଶ୍ରେଷ୍ଠ ହେବ ଭଲେ। ସେ କଥା କହ ମହାରୁଷି ଶୁଣି ବୋଇଲୁ ଆମ୍ଭେ ହସି। ହେ ନୃପ ପଚାରିଲୁ ଯାହା ସ୍ୱରୂପ କହିବି ମୁଁ ତାହା। ଏତର ସମ୍ପଦ କୁଶରୀ ଅତୁଲ୍ୟ ଚତୁର୍ଦଶ ପୁରୀ। ତୋର ନଗରେ ଯେତେ ଲୋକ ଈଶ୍ୱର ସମ୍ପଦୁ ଅଧିକ। ଭୋଗ କରନ୍ତି ଏକେ ଏକେ କିଏ ବା କହିବା ଅଧିକେ। ଯାବତ ରତ୍ନ ଏଥେ ଅଛି ଏକଥା ବିହି ଲେଖିଅଛି। ଯୁବତୀ ରତ୍ନ ଯାହା ବୋଲି ତାହା ତ ପୁରେ ନ ଦେଖିଲି। ଯେଉଁ ଯୁବତୀ ଶିବ ପୁରେ ସେ ତ ଅପୂର୍ବ ତୋର ଘରେ। ତେଣୁ ଏ ଯାବତ ସମ୍ପଦ ତିନି ଭୁବନେ ରାଜପଦ। ରଥ ତୁରଙ୍ଗ ଗଜବଳ ରତ୍ନ କାଞ୍ଚନ ଜନକୂଳ। ବିବିଧ ଭୋଗ ଆଦି କରି ସର୍ବକୁଶଳ ନାଇଁ ସ୍ଥିରୀ। ଏଣୁ ଏ ନଦୀ ସଇ ଶୋଭା କେଶ ବିହୀନେ ଯେନେ ଗଭା। ନେତ୍ର ବିହୀନେ ଅଳଙ୍କାର ଯୁବତୀ ବିନେ ଯେନେ ଘର। ଶୁଣ ରାଜନ ସିନ୍ଧୁ ବତ୍ସ ଏଣୁ ସମ୍ପଦ ତୋର ତୁଚ୍ଛ। ଏମନ୍ତ ବାକ୍ୟ ଶୁଣି ରାଜା ମନେ ପାଇଲା ମହାଲଜ୍ଜା। ଅଳପ କ୍ରୋଧ ମନେ ଧରି ପୁଣି ପୁଛଇ ଦଣ୍ଡଧାରୀ। ଭମୁନି କହ ମତେ ସତ ଈଶ୍ୱର ଘରଣୀ କେମନ୍ତ। କେଡ଼େ ସୁନ୍ଦରୀ ନାମ କିସ ବିଶେଷୀ କହ ବ୍ରହ୍ମ ଶିଷ୍ୟ। ମୋର ଘରଣୀ ବୃନ୍ଦାବତୀ ଏଥୁ ଯେ କେଡ଼େ ରୂପବତୀ। ଆବର ଅପସରା ଗଣେ ରୂପେ ସୁନ୍ଦରୀ ଜଣେ ଜଣେ। ରମ୍ଭା ମେନକା ତିଳୋତ୍ତମା ଏହାଙ୍କୁ ନାହିଁ ଯେ ଉପମା। ଉର୍ବଶୀ ଚିତ୍ରରେଖା ମୂଳେ ଦେଖିଲେ ମୁନି ମନ ଟଳେ। କିନ୍ନରୀ ବିଦ୍ୟାଧାରୀ ଶୋଭା ମୁଖ ବିକାଶେ ଚନ୍ଦ୍ରପ୍ରଭା। ଏମାନେ ଅଛନ୍ତି ମୋ ପୁରେ ଦେଖିଅଛ ତ ମୁନିବରେ। ଆବର ଭଗିନୀ ମୋର ମା ସର୍ବଲାବଣ୍ୟ ନିଧି ସୀମା। କୋଟିଏ ଗୁଣ ସୁଲକ୍ଷଣୀ ସର୍ବସ୍ତ୍ରୀଙ୍କ ଶିରୋମଣି। ଜଗନ୍ନାଥଙ୍କର ଘରଣୀ ସେହି ମୋ ପୁରେ ଛନ୍ତି ପୁଣି। ନିତ୍ୟ ତାଙ୍କର ଦର୍ଶନେ ଆସନ୍ତି ଦେବ ସ୍ତ୍ରୀମାନେ।
ତାହାଙ୍କୁ ଦେଖୁଛନ୍ତି ଡୋଳେ ତୁମ୍ଭେ କହିଲ ଶିବ ଆଳେ ଏଥୁ ସୁନ୍ଦରୀ ସ୍ତ୍ରୀ ଅଛି ଏ ସର୍ବେତ ତୁଲ୍ୟ ନ ଗଛି ଏ ବଡ଼ ଲାଗିଲା ସନ୍ଦେହ ଭମୁନି ଏହି କଥା କହ ଈଶ୍ୱରପୁରେ ଯେତେ ନାରୀ ତା ରୂପ ନାମ ଆଦି କରି ରାଜା ବଚନେ ମୁନିବର ବୋଲନ୍ତି ଶୁଣ ଜଳନ୍ଧର ଯେତେ କହିଲୁ ଅନୁସରି ସ୍ତ୍ରୀମାନଙ୍କ ରୂପ ଧରି ଏହାଙ୍କ ରୂପ ଏକ ଠୁଳେ ତୁଲ୍ୟ ନୁହେଁ ପାଦ ତଳେ ଅଙ୍ଗୁଳି ଗୋଟିକ କୁଶରୀ ଲକ୍ଷେ ନହିବେ ଏତେ ସ୍ତ୍ରୀ ଯେ ଦେବୀ ଈଶ୍ୱର ଘରଣୀ ସେ ହିମାଳୟର ଦୁଲ୍ହଣୀ ପର୍ବତ ଉତ୍ପତ୍ତି ଯେ ଯେଣୁ ପାର୍ବତୀ ନାମ ତାର ତେଣୁ ଗୌରୀ ଦେଖି ତାର କାନ୍ତି କନକ ମନେ କଲା ଭ୍ରାନ୍ତି ଅଗ୍ନିରେ ପଶିଣ ଝାସିଲା ତା ତୁଲ୍ୟ ରୂପ ନ ଲିଭିଲା କିସ କହିବା ତାର ଗୁଣ ହେ ରାଜା ଏକ ମନେ ଶୁଣ ଈଶ୍ୱର କଳ୍ପେ ତପ କଲେ ତେଣୁ ସେ କନ୍ୟାକୁ ପାଇଲେ ବିଧାତା କନ୍ୟା ରୂପ ଦେଖି ବିଚାର କଲା ଅଷ୍ଟ ଆଖି ଏହା ସଦୃଶ ଏକ ନାରୀ ବିଷ୍ଣୁକୁ ଦେବୀ ବିଭା କରି ଏମନ୍ତେ ବିହି ଭାବି ମନେ ରଚିଲା ପାର୍ବତୀ ବିଧାନେ 7 ବରଷ ଏକ ଚିତେ ନିର୍ମାଣ କଲା ବହୁମତେ ପାର୍ବତୀ ରୂପକୁ ଦେଖିଲା କେବେ ହେଁ ସମ ନ ଗଛିଲା ତେଣୁ ବିଧାତା ଲଜ୍ଜା ପାଇ ସମୁଦ୍ରେ ପକାଇଲା ନେଇ ସେ କନ୍ୟା ଲକ୍ଷ୍ମୀ ରୂପେ ଜାତ କାଳେ ତା ଲଭିଲା ଅଚ୍ୟୁତ ସେ ଏବେ ତୋର ପୁରେ ଅଛି ତାକୁ କି ପାର୍ବତୀଙ୍କୁ ଗଛି ଆବର ଯେତେକ ସୁନ୍ଦରୀ ସେ କାହିଁ ପାର୍ବତୀଙ୍କ ସରି ମାଣିକ୍ୟ ତୁଲେ ଯୌବିଦ ଅମୃତ ତୁଲେ ଗୁଡ଼ ସ୍ୱାଦ କନକ ସଙ୍ଗେ ପଟ ଫୁଲ ଲକ୍ଷ୍ୟ କି କଲେ ହେବ ତୁଲ କାମଧେନୁର ସଙ୍ଗେ ଗାଇ ଯେତେ ଅନ୍ତର ଅବା ହୋଇ ପାର୍ବତୀ ସଙ୍ଗେ ଅନ୍ୟ ସ୍ତ୍ରୀ ଦେଖିଲେ ସେଇ ଭାବେଶ୍ୱରୀ ଅଶେଷ ଲୋକ ପିତା ବିହି ତା ରୂପେ ଦେଖି ହୁଏ ମୋହି ଆମ୍ଭେ ନିଷ୍କାମ ତପିଜନ ପାର୍ବତୀ ରୂପେ ହେଉଛନ୍ନ ବିଷ୍ଣୁ ଯେ ତାର ରୂପ ଚାହିଁ ଈଶ୍ୱର ଅନ୍ଧ ଅଙ୍ଗେ ରହି ଲୋଭି ନ ପାରି ତାର ଲୀଳା ଚିନ୍ତରେ ତନୁ ହେଲା କଳା ଚନ୍ଦ୍ର ଆନନ ଦେଖି ବାଳି ରୁଦ୍ର ମୁକୁଟ ତଳେ ଗଳି ଲୁଚି ବସିଲା ମନ ଦୃଢ଼େ ଭାବେ ଅଭାବେ ଛିଡ଼ା ବଢ଼େ ତା ରୂପ ଦେଖି ଯୋଗୀ ଜନେ କନ୍ଦର୍ପ ଭୟେ ଗଲେ ବନେ ବେନି ନୟନ ବୁଝି ବସି ଆତ୍ମାରେ ମନକୁ ନିବେଶି ଶିବ ଯେ ତାହା ରୂପ ଦେଖି ଯତନ କଲେ 3 ଆଖି ପାଶରୁ ନ ଛାଡ଼ନ୍ତି କ୍ଷଣେ ମନ ନିବେଶି ପ୍ରିୟା ଗଣେ ସେ ପୁଣ ଯେମନ୍ତ ଯୁବତୀ ଶିବ ତାହାକୁ ନୁହେଁ ପତି ସ୍ୱଭାବେ ରୁଦ୍ର ଯୋଗୀ ବେଶ ମସ୍ତକ ଜଟା ଅଙ୍ଗ ଭସ୍ମ ଏମନ୍ତ ବେଶ ଶିବ ଧରି ବିଳାସ କଲେ ଦିବ୍ୟ ନାରୀ ଏମନ୍ତ ଅବିବେକ ବିହି କାହୁଁ ସଞ୍ଚିଲା ନେଇ କାହିଁ ଏଡ଼େ ସମ୍ପଦ ଦେଇ ତୋରେ ଯୁବତୀ ରତ୍ନ ନାହିଁ ଘରେ ଏଣୁ ନ ଶୋଭେ ତୋର ପୁର ଏମନ୍ତ କହି ମୁନିବର କ୍ଷଣକ ବ୍ରହ୍ମ ଲୋକ ଯାଇ ଦୈତ୍ୟକୁ ଉଚ୍ଚାଟ କରଇ ନାରଦ ବାକ୍ୟ ଶୁଣି କର୍ଣ୍ଣେ ସେ ଜଳନ୍ଧର ପାଞ୍ଚି ମନେ ଗୌରୀ ରୂପେ ଅନୁସରି କନ୍ଦର୍ପ ବାଣେ ତନୁ ଘାରି ସକଳ ଚିନ୍ତା ଏଡ଼ି ଦୂରେ ତନୁ ସ୍ଥାପିତ କାମ ଜୋରେ ଏକାନ୍ତ ସ୍ଥାନେ ଜଳନ୍ଧର ରାଇଲା ସିଙ୍ଗିକା କୁମର ତାକୁ ବୋଇଲା ଯାଅ ବେଗେ ହର ଉଦ୍ୟାନ ବନ ଭାଗେ ସେ ବନେ କପିଳାସ ଗିରି ଭେଟିବୁ ଯାଇ ତ୍ରିପୁରାରୀ ତାଙ୍କୁ କହିବୁ ମୋ ସନ୍ଦେଶ ବୋଲିବୁ ରାଜା ସିନ୍ଧୁ ଶିଷ୍ୟ ନାମ ତାହାର ଜଳନ୍ଧର ସର୍ବଭୁବନେ ଏକାବୀର ବିଷ୍ଣୁ ସହିତେ ସର୍ବଦେବା ତାହାକୁ କରୁଥାନ୍ତି ସେବା ଯେ ଯାହା ମାଗ ଯାହାକୁ କେହି ଅଛି ନ ଦିଅନ୍ତି ତାକୁ ତୁମ୍ଭେ ଯେବେ ନ ଘରେ ଥାଅ ରାଜାଙ୍କୁ କିଛି ନ ଦିଅ ଏକଥା ନୁହେଁ ଭଲ ପଣ ଏବେ ନୃପତି ଆଜ୍ଞା ଶୁଣ
ତୁମ୍ଭ ଘରଣୀ ହୈମବତୀ ଯୁବତୀ ରତ୍ନ ରୂପକାନ୍ତି ରାଜାର ଯୋଗ୍ୟ ତାକୁ ଦିଅ ନିଶ୍ଚିନ୍ତେ ତପ କରୁଥାଅ ସ୍ୱଭାବେ ଯତୀଙ୍କୁ ଯୁବତୀ ସଙ୍ଗତେ ଥିଲେ ହେଁ ବିପତ୍ତି ଏମନ୍ତ କହ ହର ଆଗେ ଶିବାଙ୍କୁ ଘେନି ଆସ ବେଗେ ଏମନ୍ତ ନୃପତି ଆଦେଶେ ରାହୁ ଚଳିଲା କପିଳାସେ ମିଳିଲା ଯାଇ ଶିବପୁରେ ନନ୍ଦୀ ଯେ ଥିଲା ସିଂହଦ୍ୱାରେ ତାକୁ କହିଲା ଦୂତ ବେଗେ ନନ୍ଦୀ ଜଣାଏ ରୁଦ୍ର ଆଗେ ରାହୁକୁ ଘେନି ଗଲା ଆସି ବିଜୟ କରିଛନ୍ତି କାଶୀ ସୁବର୍ଣ୍ଣ ମଣ୍ଡପ ଉପରେ ରତ୍ନବେଦିକା ବ୍ୟାଘ୍ରାମ୍ବରେ ପାଟର ନେତ ତୁଳି ପାଡ଼ି ସେବତୀ କୁସୁମ ପାଖୁଡ଼ି କର୍ପୂର ଗୁଣ୍ଡ ତଳେ ବିଞ୍ଚି ପନିର ନୀର ପାଶେ ସିଞ୍ଚି ଉପରେ ଚନ୍ଦ୍ରା ତପଟାଣି ସେପୁରେ ବିଜେ ଶୂଳ ପାଣି ଯୋଗ ଆସନେ ସଦାନନ୍ଦ ଘୂର୍ଣ୍ଣିତ ନେତ୍ର ଅରବିନ୍ଦ ଶୁଦ୍ଧ ସ୍ଫଟିକ ତନୁକାନ୍ତି ବିବିଧ ମଣି ବିରାଜନ୍ତି ଜଟା ମୁକୁଟ ଶିରେ ଶୋଭା ଲଲାଟେ ଅର୍ଦ୍ଧ ଇନ୍ଦୁ ଆଭା କର୍ଣ୍ଣେ କୁଣ୍ଡଳ ବସୁମତୀ ପାର୍ଶ୍ୱ ପାରୁଷେ ପଶୁପତି ପାରୁଷେ ପାରି ସାଦ ଗଣେ ଖଟି ଅଛନ୍ତି ଜଣେ ଜଣେ କୋଳେ ପାର୍ବତୀ ଛନ୍ତି ବସି କ୍ଷୀର ସମୁଦ୍ରେ ଜହ୍ନେ ଶଶୀ ଏମନ୍ତ ଶିବ ଅବକାଶେ ଅଛନ୍ତି ଶିବ ଗଣ ପାଶେ ରାହୁ ଦର୍ଶନ କଲା ଯାଇ ମଣ୍ଡପ ତଳେ ଉଭା ହୋଇ ସମ୍ମୁଖେ ଯୋଡ଼ି ବେନିକର ବୋଇଲା ଶୁଣ ଦେବହର ମୁଁ ଜଳନ୍ଧର ରାଜାଦୂତ ତୁମ ଛାମୁରେ ଉପଗତ ଯେଉଁ ନିମନ୍ତେ ଅଛି ଆସି ସେକଥା ଶୁଣ ଦେବକାଶୀ ଯେ ରାଜା ନାମ ଜଳନ୍ଧର ସାଗର ସୁତ ମହାବୀର ବିଧାତା ବଳେ ମହାବଳୀ ଯୁଦ୍ଧ ଐରୀ କୂଳ ଦଳି ବିଷ୍ଣୁ ସହିତେ ଏବେ ଯେତେ ରଖିଲା ପଣାୟତେ ସବୁ ସମ୍ପଦ ଠୁଳ କଲା ଯୁବତୀ ରତ୍ନ ନ ପାଇଲା ତେଣୁ ନୃପତି ମନେ ଚିନ୍ତା କି ଯୁଗେ ପାଇଲା ବାରତା ତୁମ୍ଭର ପ୍ରିୟ ବର୍ତ୍ତି ଯେହୁ ଯୁବତୀ କୂଳେ ରତ୍ନ ସେହୁ ଗୌରୀ ହିମବନ୍ତ ଝିଅ ଜଳନ୍ଧରକୁ ତାକୁ ଦିଅ ତୁମ୍ଭେ ସ୍ୱଭାବ ତପଚାରୀ ତୁମ୍ଭଙ୍କୁ ଆଭୂଷଣ ନାରୀ ସଂସାରେ ଯେତେ ଦ୍ରବ୍ୟସାର ରାଜାକୁ ଦିଅ ଉପହାର ତୁମ୍ଭ ଯୁବତୀ ଗୋଟି ଦିଅ ନିଶ୍ଚିନ୍ତେ ସର୍ବ ଶୁଭେ ଥାଅ ଏମନ୍ତ ରାହୁ ବାକ୍ୟ ଶୁଣି ଈଶ୍ୱର ସ୍ତମ୍ଭୀଭୂତ ପୁଣି କୋପେ ନ ଦିଅନ୍ତି ଉତ୍ତର ପୁରୁଷ ହେଲା ଅବତାର ରୁଦ୍ର ଲଲାଟୁ ଅବତରୀ ଘୋର ନୃସିଂହ ରୂପ ଧରି ଶୁକ୍ଳ ବର୍ଣ୍ଣ ତାର ତନୁ ଜ୍ୟୋତି ବିରାଜେ କୋଟି ଭାନୁ ଚଞ୍ଚଳ ଜିହ୍ୱା ବିଦୁକାନ୍ତି ଅସୀମ ନଖ ଦନ୍ତପତି ଉତ୍କଟ ଲୋମ ଦୀର୍ଘ ରଡ଼ି ପିଙ୍ଗଳ କେଶ ଊର୍ଦ୍ଧ୍ୱେ ବଢ଼ି ନିଶ୍ୱାସ ବହେ ଖରତର ଚକ୍ର ଆକାରେ ବୁଲେ କର ଜ୍ୱଳନ୍ତା ଅଗ୍ନି ପ୍ରାୟ ଆଖି ଅସୁର ଭୟ କଲା ଦେଖି ଶରଣ ଶିବ ପାଦେ ଗତେ ବୋଲଇ ରକ୍ଷା କର ମତେ ମୁଦୁତ ବିଶେଷ ବ୍ରାହ୍ମଣ ମତେ ନାସିବ କି କାରଣ ତୁମ୍ଭେ ଯେ ପରମ ଈଶ୍ୱର ସର୍ବମଙ୍ଗଳେ ଶୁଭଙ୍କର ତୁମ୍ଭ ଦର୍ଶନେ ପାପୀ ଜନେ ନ ଯାନ୍ତି ଯମ ଦରଶନେ ଖଣ୍ଡନ୍ତି ଅଶେଷ ବିପତ୍ତି ଭୁଞ୍ଜନ୍ତି କୁବେର ସମ୍ପତ୍ତି ଏମନ୍ତେ ମହିମା ତୁମ୍ଭର ଭପ୍ରଭୁ ମତେ ରକ୍ଷା କର ଦର୍ଶନ ଫଳ ଆଜ୍ଞା ହେଉ ମୋର ଅପରାଧ କ୍ଷୟ ଯାଉ ଏମନ୍ତ ରାହୁ ମୁଖ ସ୍ତୁତି ଶୁଣି ସନ୍ତୋଷ ଉମାପତି ରାହୁକୁ ରଖିଲେ ଗୋସାଇଁ ଉଭୟ ହସ୍ତ ଶିର ଦେଇ ତା ଦେଖି କପଟ ପୁରୁଷ ବୋଲଇ ଖାଇ ବିମୁକିଶ ହର ବୋଇଲେ ଭିକ୍ଷା ତତେ ରାହୁ ଆଶ୍ରୟ କଲା ମତେ ଶିବ ବଚନେ କ୍ରୋଧାଙ୍କୁର ଭକିଲା ଆପଣା ଶରୀର ଚରଣ ହୃଦ ଯାଏ ଗିଳି ଦେଖି ପ୍ରସନ୍ନ ହେଲେ ଶୁଳି ବୋଇଲେ ଏହି ଦ୍ୱାର ରଖ ନାମ ତ ହେଉ କୀର୍ତ୍ତିମୁଖ ମୋର ନିବାସ ଆଗେ ଥାଅ ପ୍ରଥମେ ପୂଜା ବିଧି ପାଅ ଏମନ୍ତ ଦେଇ ତାକୁ ବର ରାହୁକୁ ଆଜ୍ଞା ଦେଲେ ହର ବହନ ପଳାଏ ଭବନୁ ଶୁଣି କିମ୍ପାଇଁ ତାର ତନୁ ବସିଲା ଲୌହ ମହ୍ୟ ରଥେ
ପଳାଇଗଲା ପଥେ ପଥେ। ଶିବ ରହିଲେ ନିଜ ଦାସ, ନମଇ ମହାଦେବ ଦାସ। ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ କାର୍ତ୍ତିକ ମାହାତ୍ମ୍ୟେ ରାହୁ ପ୍ରବେଶ କୀର୍ତ୍ତି ମୁଖ ମହିମା କଥନେ ନାମ ଦଶମ ଅଧ୍ୟାୟ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ ବାସୁଦେବାୟ।